କୁମ୍ଭୀର ଏବଂ ଶିଆଳର କାହାଣୀ। ଅବୋଲକରା ଗପ। ଥରେ ଗୁରୁ ଏବଂ ଅବୋଲକରା ବୁଲୁ ବୁଲୁ ଏକ ଗାଁରେ ପହଞ୍ଚିଲେ। ସେଠାରେ ଅବୋଲକରା ଗୋଟିଏ ବିଚିତ୍ର ଦୃଶ୍ୟ ଦେଖିଲା। ସେ ଦେଖିଲା ଯେ ଗୋଟିଏ ଶିଆଳ ନଦୀ କୂଳରେ ବସି ବହୁତ ଜୋରରେ ହସୁଛି। ଅବୋଲକରା ଆଶ୍ଚର୍ଯ୍ୟ ହୋଇ ଗୁରୁଙ୍କୁ ପଚାରିଲା, ଆଜ୍ଞା, ଏ ଶିଆଳଟା ଏମିତି କାହିଁକି ହସୁଛି? ଗୁରୁ କହିଲେ, ଶୁଣ ଅବୋଲକରା, ଏହା ପଛରେ ଏକ କାରଣ ଅଛି। ଗୁରୁଙ୍କ କାହାଣୀ। ଦିନେ ଏକ କୁମ୍ଭୀର ଶିଆଳକୁ ଧରିବା ପାଇଁ ପାଣି କୂଳରେ ମରି ପଡ଼ିଥିବା ଭଳି ଅଭିନୟ କଲା। ଶିଆଳଟି ବହୁତ ଚତୁର ଥିଲା। ସେ ଦୂରରୁ ଦେଖି ଭାବିଲା, କୁମ୍ଭୀରଟା ସତରେ ମରିଛି ନା ମୋତେ ଧରିବା ପାଇଁ ନାଟକ କରୁଛି। ଶିଆଳଟି ପାଖକୁ ନୟାଇ ପାଟି କରି କହିଲା, ଆରେ, ଏ କୁମ୍ଭୀରଟା ତ ମରିଗଲାଣି, ହେଲେ ମଲା କୁମ୍ଭୀର ତ ଲାଞ୍ଜ ହଲାଏ, ଏଇଟା କାହିଁକି ହଲାଉନି? ଏହା ଶୁଣି ବୋକା କୁମ୍ଭୀରଟି ନିଜ ଲାଞ୍ଜ ହଲାଇବାକୁ ଲାଗିଲା। ଶିଆଳ ଜାଣିପାରିଲା ଯେ କୁମ୍ଭୀର ଜୀବିତ ଅଛି ଏବଂ ସେଠାରୁ ହସି ହସି ପଳାଇଲା। ଆଜି ବି ଶିଆଳ ସେହି କଥା ମନେ ପକାଇ ହସୁଛି। ଅବୋଲକରା କାହାଣୀର ବିଶେଷତ୍ୱ। ଉତ୍ସୁକତା। ଅବୋଲକରା ସବୁବେଳେ ପ୍ରଶ୍ନ ପଚାରେ, କାହିଁକି ଏମିତି ହେଲା? ଶିକ୍ଷା। ଗୁରୁ ପ୍ରତ୍ୟେକ ଘଟଣା ମାଧ୍ୟମରେ ଏକ ନୀତି ଶିକ୍ଷା ଦିଅନ୍ତି। ମନୋରଞ୍ଜନ। ଏହି କାହାଣୀଗୁଡ଼ିକ ଉଭୟ ଛୋଟ ପିଲା ଏବଂ ବଡ଼ମାନଙ୍କ ପାଇଁ ଶିକ୍ଷଣୀୟ।